ମୋତେ କାର ଚଳାଇବା ଆସେ କିମ୍ବା ମୁଁ କାର ଚଲେଇବା ଜାଣିଛି। ଏମିତି ବି କୁହନ୍ତି କାର କେମିତି ଚଲାନ୍ତି ମୋତେ ଆସେ। ଏମିତି ସବୁ ପ୍ରକାର ବାକ୍ୟର ରୁଲ୍ସ ମୁଁ ଉପରେ ଦେଇଦେବି, ଆପଣ ଦେଖନ୍ତୁ। ମୁଁ ଖାଲି ଏକ୍ଜାମ୍ପଲ୍ସ ପଢ଼ିବି ଏବଂ ଆପଣ ପ୍ରାକ୍ଟିସ୍ କରିବେ। ଦେଖନ୍ତୁ, ମୋତେ କାର ଚଳାଇବା ଆସେ। ଇଂଲିଶରେ କହିବା ଆଇ ନୋ ହାଉ ଟୁ ଡ୍ରାଇଭ୍ ଏ କାର୍। ଆଇ ନୋ ହାଉ ଟୁ ଡ୍ରାଇଭ୍ ଏ କାର୍। ମୋତେ ଝିଅଙ୍କ ସହ କଥା ହେବା ଭଲ ଭାବରେ ଆସେ। ଆଇ ନୋ ଭେରି ୱେଲ୍ ହାଉ ଟୁ ଟକ୍ ଟୁ ଗର୍ଲସ୍। ଆଇ ନୋ ଭେରି ୱେଲ୍ ହାଉ ଟୁ ଟକ୍ ଟୁ ଗର୍ଲସ୍। ନେଗେଟିଭରେ କହିବା ମୋତେ ସାଇକେଲ ଚଳାଇବା ଆସେନି କିମ୍ବା ମୁଁ ସାଇକେଲ ଚଲାଇବା ଜାଣିନି। ଆଇ ଡୋଣ୍ଟ ନୋ ହାଉ ଟୁ ରାଇଡ୍ ଏ ସାଇକେଲ। ଏମିତି ବି କହିପାରିବା ଆଇ ଡୁ ନଟ୍ ନୋ ହାଉ ଟୁ ରାଇଡ୍ ଏ ସାଇକେଲ। ମୋତେ ଇଂରାଜୀ କହିବା ଆସେନି କିମ୍ବା ମୁଁ ଇଂରାଜୀ କହିବା ଜାଣିନି। ଆଇ ଡୋଣ୍ଟ ନୋ ହାଉ ଟୁ ସ୍ପିକ୍ ଇଂଲିଶ। ଆଇ ଡୋଣ୍ଟ ନୋ ହାଉ ଟୁ ସ୍ପିକ୍ ଇଂଲିଶ। ମୋତେ କ୍ରିକେଟ ଖେଳିବା ଆସେନି। ଏହାର ଇଂଲିଶ ଆପଣ କମେଣ୍ଟସରେ କହିବେ। ପ୍ରଶ୍ନବାଚୀ ବାକ୍ୟ ବନେଇବା, ଯେମିତିକି ତୁମକୁ ରୋଷେଇ କରିବା ଆସେ କି କିମ୍ବା ଆସୁଛି କି। ଏମିତି ବି କୁହନ୍ତି ତୁମେ ଜାଣିଛ କି ରୋଷେଇ କେମିତି କରନ୍ତି କିମ୍ବା ତୁମେ ରୋଷେଇ କରିବା ଜାଣିଛ କି। ଡୁ ୟୁ ନୋ ହାଉ ଟୁ କୁକ୍। ଡୁ ୟୁ ନୋ ହାଉ ଟୁ କୁକ୍। ତୁମକୁ କମ୍ପ୍ୟୁଟର ଚଲେଇବା ଆସେ କି କିମ୍ବା ତୁମକୁ କମ୍ପ୍ୟୁଟର ବ୍ୟବହାର କରିବା ଆସେ କି। ଡୁ ୟୁ ନୋ ହାଉ ଟୁ ଅପରେଟ୍ ଏ କମ୍ପ୍ୟୁଟର। ତୁମକୁ ଝିଅଙ୍କ ସହ କଥା ହେବା ଆସେ କି। ଡୁ ୟୁ ନୋ ହାଉ ଟୁ ଟକ୍ ଟୁ ଗର୍ଲସ୍। ଡୁ ୟୁ ନୋ ହାଉ ଟୁ ଟକ୍ ଟୁ ଗର୍ଲସ୍। ତୁମକୁ ଝିଅଙ୍କ ସହ କଥା ହେବା ଆସେନି କି। ଡୋଣ୍ଟ ୟୁ ନୋ ହାଉ ଟୁ ଟକ୍ ଟୁ ଗର୍ଲସ୍। ଏମିତି ବି କହିପାରିବା ଡୁ ୟୁ ନଟ୍ ନୋ ହାଉ ଟୁ ଟକ୍ ଟୁ ଗର୍ଲସ୍। ତାଙ୍କୁ ଇଂରାଜୀ ପଢ଼ିବା ଆସେ। ସି ନୋସ୍ ହାଉ ଟୁ ରିଡ୍ ଇଂଲିଶ। ସି ନୋସ୍ ହାଉ ଟୁ ରିଡ୍ ଇଂଲିଶ। ତାଙ୍କୁ ଚା କରିବା ଆସେ। ସି ନୋସ୍ ହାଉ ଟୁ ମେକ୍ ଟି। ସି ନୋସ୍ ହାଉ ଟୁ ମେକ୍ ଟି। ବିକାଶକୁ ପହଁରିବା ଆସେନି। ବିକାଶ ଡଜ୍ ନଟ୍ ନୋ ହାଉ ଟୁ ସ୍ୱିମ୍। ବିକାଶ ଡଜ୍ ନଟ୍ ନୋ ହାଉ ଟୁ ସ୍ୱିମ୍। ମୋ ଭଉଣୀକୁ ରୋଷେଇ କରିବା ଆସେନି। ମାଇ ସିଷ୍ଟର ଡଜ୍ ନଟ୍ ନୋ ହାଉ ଟୁ କୁକ୍। ମାଇ ସିଷ୍ଟର ଡଜ୍ ନଟ୍ ନୋ ହାଉ ଟୁ କୁକ୍। କବିତାକୁ ଡାନ୍ସ କରିବା ଆସେନି। କବିତା ଡଜଣ୍ଟ ନୋ ହାଉ ଟୁ ଡାନ୍ସ। ଏମିତି ବି କହିପାରିବା କବିତା ଡଜ୍ ନଟ୍ ନୋ ହାଉ ଟୁ ଡାନ୍ସ। ତାଙ୍କୁ ଝିଅଙ୍କ ସହ କଥା ହେବା ଆସେନି। ହି ଡଜଣ୍ଟ ନୋ ହାଉ ଟୁ ଟକ୍ ଟୁ ଗର୍ଲସ୍ ଅର୍ ହି ଡଜ୍ ନଟ୍ ନୋ ହାଉ ଟୁ ଟକ୍ ଟୁ ଗର୍ଲସ୍। ତାଙ୍କୁ ବାଇକ୍ ଚଲାଇବା ଆସେନି କିମ୍ବା ତାଙ୍କୁ ବାଇକ୍ ଚଳାଇବା ଆସେନି। ହି ଡଜ୍ ନଟ୍ ନୋ ହାଉ ଟୁ ରାଇଡ୍ ଏ ବାଇକ୍। ହି ଡଜ୍ ନଟ୍ ନୋ ହାଉ ଟୁ ରାଇଡ୍ ଏ ବାଇକ୍। ତୁମ ଭଉଣୀକୁ ହିନ୍ଦୀ ଲେଖିବା ଆସେ କି। ଡଜ୍ ୟୋର୍ ସିଷ୍ଟର ନୋ ହାଉ ଟୁ ରାଇଟ୍ ହିନ୍ଦୀ। ଡଜ୍ ୟୋର୍ ସିଷ୍ଟର ନୋ ହାଉ ଟୁ ରାଇଟ୍ ହିନ୍ଦୀ। ତୁମ ଭାଇଙ୍କୁ କ୍ରିକେଟ ଖେଳିବା ଆସେନି କି। ଡଜଣ୍ଟ ୟୋର୍ ବ୍ରଦର ନୋ ହାଉ ଟୁ ପ୍ଲେ କ୍ରିକେଟ। ଏମିତି ବି କହିପାରିବା ଡଜ୍ ୟୋର୍ ବ୍ରଦର ନଟ୍ ନୋ ହାଉ ଟୁ ପ୍ଲେ କ୍ରିକେଟ। ଏହିସବୁ ବାକ୍ୟକୁ ଆମେ ପାଷ୍ଟରେ କହିବା, ଯେମିତିକି ମୋତେ ହିନ୍ଦୀ କହିବା ଆସୁଥିଲା। ଆଇ ନ୍ୟୁ ହାଉ ଟୁ ସ୍ପିକ୍ ହିନ୍ଦୀ। ତାଙ୍କୁ ପହଁରିବା ଆସୁଥିଲା। ସି ନ୍ୟୁ ହାଉ ଟୁ ସ୍ୱିମ୍। ଗୀତାକୁ ଡାନ୍ସ କରିବା ଆସୁନଥିଲା। ଗୀତା ଡିଡ୍ ନଟ୍ ନୋ ହାଉ ଟୁ ଡାନ୍ସ। ମୋତେ କାର୍ ଚଳାଇବା ଆସୁନଥିଲା କିମ୍ବା କାର୍ କେମିତି ଚଲାନ୍ତି ମୁଁ ଜାଣିନଥିଲି। ଆଇ ଡିଡଣ୍ଟ ନୋ ହାଉ ଟୁ ଡ୍ରାଇଭ୍ ଏ କାର୍ ଅର୍ ଆଇ ଡିଡ୍ ନଟ୍ ନୋ ହାଉ ଟୁ ଡ୍ରାଇଭ୍ ଏ କାର୍। ତାଙ୍କୁ ଇଂରାଜୀ ପଢ଼ିବା ଆସୁନଥିଲା। ହି ଡିଡଣ୍ଟ ନୋ ହାଉ ଟୁ ରିଡ୍ ଇଂଲିଶ। କିମ୍ବା ଏମିତି ବି କହିପାରିବା
ହି ଡିଡ୍ ନଟ୍ ନୋ ହାଉ ଟୁ ରିଡ୍ ଇଂଲିଶ। ମୋତେ ହିନ୍ଦୀ କହିବାର ଆସୁନଥିଲା କିମ୍ବା ହିନ୍ଦୀ କହିବା ମୋତେ ଜଣା ନଥିଲା। ଆଇ ଡିଡ୍ ନଟ୍ ନୋ ହାଉ ଟୁ ସ୍ପିକ୍ ହିନ୍ଦୀ ଅର୍ ଆଇ ଡିଡଣ୍ଟ ନୋ ହାଉ ଟୁ ସ୍ପିକ୍ ହିନ୍ଦୀ। ସେମାନଙ୍କୁ ଗୀତ ଗାଇବା ଆସୁଥିଲା କି? ଡିଡ୍ ଦେ ନୋ ହାଉ ଟୁ ସିଙ୍ଗ୍ ସଙ୍ଗସ୍? ଡିଡ୍ ଦେ ନୋ ହାଉ ଟୁ ସିଙ୍ଗ୍ ସଙ୍ଗସ୍? ପ୍ରିୟଙ୍କାକୁ ଇଂରାଜୀ ପଢ଼ିବା ଆସୁଥିଲା କି? ଡିଡ୍ ପ୍ରିୟଙ୍କା ନୋ ହାଉ ଟୁ ରିଡ୍ ଇଂଲିଶ? ଡିଡ୍ ପ୍ରିୟଙ୍କା ନୋ ହାଉ ଟୁ ରିଡ୍ ଇଂଲିଶ? ମୋତେ ଗୀତ ଗାଇବା ଆସେ। ଏହାର ଇଂଲିଶ ଆପଣ କମେଣ୍ଟସରେ କୁହନ୍ତୁ।